ସାଙ୍ଗମାନେ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ, ଯଦି ଆଜିକାଲି ଦୁନିଆରେ ଯଦି ଗୋଟିଏ କୌଣସି ମଣିଷ ଯଦି କୌଣସି ଜିନିଷ କାହାକୁ ଦାନ ଦେବାକୁ ଚାହୁଁଛି, ଯଦି କାହାର ସେବା କରିବାକୁ ଚାହୁଁଛି, ଯଦି ତା ମନ ଭିତରୁ ସେ କାହାକୁ କିଛି ସାହାଯ୍ୟ କରିବାକୁ ଚାହୁଁଛି, ତ ଯଦି ସେ ଜିନିଷ ତା ପାଖରେ ନଥିବ ନା, ତା ପାଖରେ ନିଶ୍ଚିନ୍ତ ଦିନେ ନା ଦିନେ ଆସି ସେ ଜିନିଷ ପହଞ୍ଚି ଯାଉଛି। କେମିତି ବି କୌଣସି ଦ୍ୱାରା ଭଗବାନ ତାକୁ ସାହାଯ୍ୟ କରୁଛନ୍ତି। ତ ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ନେଇଯାଉଛି ତ୍ରେତୟା ଯୁଗକୁ। ତ୍ରେତୟା ଯୁଗରେ ଜଣେ ବ୍ରାହ୍ମଣ ଥିଲେ ଯାହାଙ୍କର ନାମ ତ୍ରିଜଟ। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ମୁଁ ଆଜି ଆପଣମାନଙ୍କୁ ତ୍ରେତୟା ଯୁଗର କିଛି ବହୁତ ସୁନ୍ଦର କଥା କହିବାକୁ ଚାହୁଁଛି। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଚାଲନ୍ତୁ ଆଜି ଜାଣିବା ସେବା ମନୋଭାବର ଶକ୍ତି କେତେ। ତ୍ରେତୟା ଯୁଗର କଥା। ସେତେବେଳେ ତ୍ରିଜଟ ନାମରେ ଜୈନକ ଈଶ୍ୱର ବିଶ୍ୱାସୀ ବ୍ରାହ୍ମଣ ଥିଲେ। ସେ ମଠ ମନ୍ଦିର ଆଦି ଯାଉନଥିଲେ। ଚିତା ତିଳକ ଲଗାଇ ଘଣ୍ଟା ଘଣ୍ଟା ଧରି ଈଶ୍ୱରଙ୍କ ଆରାଧନା କରୁନଥିଲେ, କିନ୍ତୁ ତାଙ୍କର ଈଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ ଥିଲା। ସାଙ୍ଗମାନେ, ଆପଣମାନେ ଯଦି କୌଣସି କାମ କରିବାକୁ ଚାହୁଁଛନ୍ତି ତ ଭଗବାନଙ୍କ ଉପରେ ନିଶ୍ଚିନ୍ତ ବିଶ୍ୱାସ ରଖନ୍ତୁ। ଯଦି ଆପଣଙ୍କ ପାଖରେ ସେ ଜିନିଷ ନାହିଁ, ଆପଣ ଗୋଟେ ଲୋକକୁ କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଖରେ କୌଣସି ଜିନିଷ ନାହିଁ, ଆପଣ ସାହାଯ୍ୟ କରି କରି ଆପଣଙ୍କ ପାଖରୁ ସେସବୁ ଜିନିଷ ସରିଗଲାଣି, ଆପଣ ଯଦି ଭଗବାନଙ୍କ ଉପରେ ଭରସା ରଖୁଛନ୍ତି ତ ନିଶ୍ଚିନ୍ତ ଆପଣଙ୍କୁ ସେ ଜିନିଷ ନିଶ୍ଚିନ୍ତ ମିଳିବ। ଦୁଃଖୀ, ଅସହାୟ, ରୋଗୀ, ଅକ୍ଷମମାନଙ୍କୁ ସେ ଯଥାସାଧ୍ୟ ସାହାଯ୍ୟ କରିଚାଲୁଥିଲେ। ସେ ନିଜେ ନ ଖାଇ ନ ପିଇ ଭୋକିଲାମାନଙ୍କୁ ଖାଦ୍ୟ ପରଷି ଦେଉଥିଲେ। ଏମିତି ଦେଉ ଦେଉ ସେ ନିଜେ ଗରିବ ହୋଇଗଲେ। ବୃଦ୍ଧ ବୟସରେ ଉପନୀତ ହେବା ବେଳକୁ ତାଙ୍କ ପାଖରେ ଖାଦ୍ୟ ବସ୍ତ୍ର ଅଭାବ ଦେଖାଗଲା। ଏପରି ସମୟରେ ସେ ନିରାମୟ ଭଗବାନଙ୍କ ଉପରେ ଗଭୀର ବିଶ୍ୱାସ ରଖି ଜୀବନ ନିର୍ବାହ କରିଚାଲିଥିଲେ। ଏକଦା ସେହି ବ୍ରାହ୍ମଣ କୌଣସି ସୂତ୍ରରୁ ଜାଣିବାକୁ ପାଇଲେ ଯେ ମହାରାଜା ଦଶରଥଙ୍କ ପୁତ୍ର ରାମଚନ୍ଦ୍ର ଦାନ ଦେଉଛନ୍ତି। ତାଙ୍କ ପାଖରୁ କେହି କେବେ ନିରାଶ ହୋଇ ଫେରି ଆସେ ନାହିଁ। ନିଜେ ଚଳିବା ସହିତ ନିଜ ପାଖକୁ ଆସିଥିବା ଦୁଃଖୀ, ଅକ୍ଷମ, ଅନାଥଙ୍କ ସେବା ପାଇଁ ସେ କିଛି ପାଇବା ଆଶାରେ ରାମଚନ୍ଦ୍ରଙ୍କ ପାଖକୁ ଯିବା ପାଇଁ ମନସ୍ଥ କଲେ। ବୃଦ୍ଧାବସ୍ଥା କାରଣରୁ ସେ ଦୁର୍ବଳ ହୋଇପଡ଼ିଥିଲେ। ଧୀରେ ଧୀରେ ଯାଇ ପହଞ୍ଚିଲା ବେଳକୁ ଦାନ ଦେବା ପାଇଁ ରାମଚନ୍ଦ୍ରଙ୍କ ନିକଟରେ ଟଙ୍କା, ସୁନା, ରୂପା କିମ୍ବା କିଛି ମୂଲ୍ୟବାନ ଧନରତ୍ନ ଆଦି ନଥିଲା। ସେସବୁ ଦାନ ଦେବା ଦ୍ୱାରା ଶେଷ ହୋଇଯାଇଥିଲା। ସେତେବେଳକୁ କେବଳ ତାଙ୍କ ପାଖରେ ଗୋରୁ ଗାଈଙ୍କ ଅଭାବ ନଥିଲା। ବୃଦ୍ଧ ବ୍ରାହ୍ମଣ ଗୋରୁଙ୍କୁ ନେଇ କ'ଣ କରିବେ ଭାବିଲେ। ଶେଷ ଜୀବନରେ ସେ କ'ଣ ନିଜର ସେବା ବ୍ରତରୁ ଓହରି ଯିବେ? ଯାହା ହେଲେ ବି ଗୋରୁ ଗାଈଙ୍କ ସେବା ଦ୍ୱାରା କିଛି ଧର୍ମ କରିହେବ ବା ସେଥିରୁ ତ ତାଙ୍କୁ କିଛି ଦାନ ଦେବାର ଖୋରାକ ମିଳିଯିବ। ଦେଖନ୍ତୁ ସାଙ୍ଗମାନେ, ଗୋଟିଏ ବୃଦ୍ଧ ଲୋକ, ତାଙ୍କର କେତେ ମନୋଭାବ। ଗୋଟିଏ ଲୋକକୁ ସାହାଯ୍ୟ କରିବା ପାଇଁ, ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ମନରେ କେତେ ଦାନ ଭାବ ଅଛି ଦେଖନ୍ତୁ। ସେଥିପାଇଁ ସେ ବୃଦ୍ଧ ହେଇଗଲେଣି, ତାଙ୍କର ବୟସ ଅଧିକ ହେଇଗଲାଣି। ସିଏ ଜାଣିଛନ୍ତି ଯଦି ମୁଁ ଗାଈ ଗୋରୁ ନେଉଛି ତ ମୁଁ ତାଙ୍କର ସେବା ଯତ୍ନ କରିପାରିବି ନାହିଁ। ତାପରେ ବି ସେ ତାଙ୍କ ମନ ଭିତରୁ ଷ୍ଟ୍ରଙ୍ଗ ଅଛନ୍ତି କି ନାହିଁ, ଯଦି ମୋ ମନ ଭିତରେ ଅଛି ମୁଁ କାହାକୁ କିଛି ଦାନ ଦେଇପାରିବି, ତାହେଲେ ମୁଁ ନିଶ୍ଚିନ୍ତ ଗାଈ ଗୋରୁଙ୍କର ସେବା କରି ନିଶ୍ଚିନ୍ତ ନା ନିଶ୍ଚିନ୍ତ କାହାର କିଛି ସେବା କରିପାରିବି। ସେ ସେଥିପାଇଁ ରାମଚନ୍ଦ୍ରଙ୍କ ପାଖକୁ ଆସିଛନ୍ତି କିଛି ଜିନିଷ ନେବା ପାଇଁ, ଯାହାଦ୍ୱାରା ସେ ଗରିବ ଲୋକଙ୍କୁ କିଛି ନା କିଛି ସେବା କରିପାରିବେ। ରାମଚନ୍ଦ୍ର ସେହି ତ୍ରିଜଟ ବ୍ରାହ୍ମଣଙ୍କୁ ଗୋଟିଏ ବାଡ଼ି ଦେଇ କହିଲେ, ହେ ବ୍ରାହ୍ମଣ ମହାଶୟ, ଆପଣ ଏହି ବାଡ଼ିଟିକୁ ଫୋପାଡ଼ନ୍ତୁ। ଏହା ଯେତେ ଦୂର ପର୍ଯ୍ୟନ୍ତ ଯାଇପାରିବ ସେତେ ପର୍ଯ୍ୟନ୍ତ ଆମ ଗୋଶାଳାରେ ଯେତେ ଗୋରୁ ଗାଈ ଅଛନ୍ତି
ସବୁ ଆପଣଙ୍କର ହେଇଯାଇପାରିବ। ସେ ସବୁର ମାଲିକ ଆପଣ ହୋଇଯିବେ। କିନ୍ତୁ ସେ ବୃଦ୍ଧ ବ୍ରାହ୍ମଣଙ୍କ ଶରୀରରେ କେତେ ବା ଶକ୍ତି ଅଛି ଯେ ସେ ଏତେ ଓଜନଦାର ବାଡ଼ିଟିକୁ କେତେ ଦୂର ପର୍ଯ୍ୟନ୍ତ ଫିଙ୍ଗି ପାରିବେ? ରାଜପରିଷଦ କର୍ମଚାରୀ ତଥା ପ୍ରଜାବୃନ୍ଦ ନିଜ ନିଜ ମଧ୍ୟରେ ଆଲୋଚନା କରିବାରେ ଲାଗିଲେ। ଦେଖାଣିଆ ହାରି କେହି କେହି ହସିବା ଓ ଥଟ୍ଟା କରିବାକୁ ଲାଗିଲେ। ବୃଦ୍ଧ ବୟସରେ ଜଣେ ଦୁର୍ବଳ ବ୍ୟକ୍ତି ବାଡ଼ିଟାକୁ ଫୋପାଡ଼ି 2-4ଟା ଗାଈ ଦାନରେ ପାଇପାରେ କି ନପାରେ ସନ୍ଦେହ। ବୃଦ୍ଧ ବ୍ରାହ୍ମଣ ତ୍ରିଜଟ ବାଡ଼ିଟିକୁ ଉଠାଇଲେ। ସଭିଙ୍କୁ ମନେ ହେଉଥାଏ ତାଙ୍କୁ ବାଡ଼ିଟି ଖୁବ୍ ଓଜନିଆ ଲାଗୁଛି। ମାତ୍ର ହାତ ବୁଲାଇ ସେ ଖୁବ୍ ସହଜରେ ତାକୁ ଆଗକୁ ନିକ୍ଷେପ କଲେ। କି ବିଚିତ୍ର କଥା! ଆଶ୍ଚର୍ଯ୍ୟଜନକ ଭାବେ ବାଡ଼ିଟି ଯାଇ ସରଜୁ ନଦୀ ଆରପାରିରେ ପଡ଼ିଲା। ଯେତେ ଦୂରରେ ପଡ଼ିଲା ସେ ପର୍ଯ୍ୟନ୍ତ ପ୍ରାୟ 1 ଲକ୍ଷ ଗୋରୁଗାଈ ଥିବାର ଜଣାପଡ଼ିଲା। ରାମଚନ୍ଦ୍ର ଖୁବ୍ ଖୁସି ହୋଇ କହିଲେ, ହେ ପୂଜ୍ୟ ବ୍ରାହ୍ମଣ, ଆପଣ ନିଜେ ଜଣେ ମହାନ୍ ବ୍ୟକ୍ତିତ୍ୱ। ଆପଣ ମୋତେ ଅଦ୍ଭୁତ ପରୀକ୍ଷାର ସମ୍ମୁଖୀନ କରାଇ ନିଜେ ପରୀକ୍ଷାରେ ଜିତି ଯାଇଛନ୍ତି। 1 ଲକ୍ଷ ଗୋରୁଗାଈ ସବୁ ଆପଣଙ୍କର। ଆଜିଠାରୁ ଏମାନଙ୍କର ମାଲିକ ଆପଣ। କେବଳ ସେତିକି ନୁହେଁ, ଏଇ ଗାଈଗୋରୁଙ୍କ ସେବା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଲୋକ ଓ ଖାଦ୍ୟ ମଧ୍ୟ ଆପଣଙ୍କୁ ଯୋଗାଇ ଦିଆଯିବ। ଦେଖନ୍ତୁ ସାଙ୍ଗମାନେ, ଗୋଟିଏ ବୃଦ୍ଧ ବ୍ରାହ୍ମଣ, ତାଙ୍କ ପାଖରେ ନିଜ ପାଇଁ ଖାଇବା ପାଇଁ କିଛି ନାହିଁ, ହେଲେ ସେ ନିଜର କେବେ ଆଶା ରଖିନାହାନ୍ତି କି ଏ ଜାଗା ଉପରକୁ ଗଲେ ମୋତେ କିଛି ମିଳିବ। କାହିଁକି ରଖିନାହାନ୍ତି? କାହିଁକି ନା ତାଙ୍କ ମନରେ ସବୁବେଳ ପାଇଁ ଅଲଗା ଲୋକଙ୍କୁ ଦାନ ଦେବା, ଅଲଗା ଲୋକଙ୍କୁ, ଗରିବ ଲୋକଙ୍କୁ ସାହାଯ୍ୟ କରିବା, ସେ ମନୋଭାବରେ ସିଏ ରାମଚନ୍ଦ୍ରଙ୍କ ପାଖକୁ ଯାଇଥିଲେ। ସେଥିପାଇଁ ସେ ବାଡ଼ିଟାକୁ ଉଠେଇ ପାରନ୍ତୁ କି ନ ଉଠେଇ ପାରନ୍ତୁ, କିନ୍ତୁ ପ୍ରଭୁ ରାମଚନ୍ଦ୍ରଙ୍କ ତାଙ୍କ ଉପରେ ଏତେ ଆଶୀର୍ବାଦ ଥିଲା ଯେ ସେ ବାଡ଼ିଟାକୁ ସେ ଏତେ ଦୂର ପକେଇ ପାରିଲେ, ଯାହାଦ୍ୱାରା କି 1 ଲକ୍ଷ ଗାଈ ତାଙ୍କର ହୋଇପାରିଲା। 1 ଲକ୍ଷ ଗାଈଙ୍କର ସେ ମାଲିକ ହୋଇପାରିଲେ। ମନ ଖୁସିରେ ସେ ଦାନ ଦେବା ଆରମ୍ଭ କରିବେ। ଆପଣମାନେ ଜାଣିଥିବେ ଆଜିକାଲିର ଲୋକମାନେ ଯଦି କାହାକୁ 10 ଟଙ୍କା ବି ଦାନ ଦେଉଛନ୍ତି ନା, ସେ ଜିନିଷକୁ ଭିଡ଼ିଓ କରୁଛନ୍ତି। କାହିଁକି ନା ସେମାନେ କ'ଣ କରୁଛନ୍ତି ନା ଦେଖେଇ ହେଉଛନ୍ତି କି ଦେଖନ୍ତୁ ମୁଁ 10 ଟଙ୍କା ଜଣକୁ ଦାନ ଦେଉଛି। ସେସବୁ ଜିନିଷ କରନ୍ତୁ ନାହିଁ। ଯଦି ସତରେ ଆପଣଙ୍କ ମନରେ ଜଣକୁ କିଛି ଦାନ ଦେବାର ଅଛି ନା, ତ ବିନା କିଛି ମନରେ ଭାବିକିରି ଦିଅନ୍ତୁ। ଦେଖିବେ ଆପଣ ଯଦି କାହାକୁ 10 ଟଙ୍କା ଦାନ ଦେଇଥିବେ ନା, ଆପଣଙ୍କୁ 10 ଟଙ୍କା ବଦଳରେ 100 ଟଙ୍କା ମିଳିବ। ଆପଣ କାହିଁ ମନ ଭିତରେ ଭାବୁଛନ୍ତି ଆମେ 10 ଟଙ୍କା ଦେଇଦେଲୁ, ଆମ ପାଖରୁ 10 ଟଙ୍କା କମିଗଲା। ସେଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। କାହିଁକି ନା ଯଦି ଆପଣ କାହାକୁ 10 ଟଙ୍କା ଦାନ ଦେଉଛନ୍ତି, ଯିଏ ଦିନ ରାତି କରୁଛି ପ୍ରଭୁ ଜଗନ୍ନାଥ, ସେ ସବୁ ଦେଖୁଛନ୍ତି। ତମେ ଯଦି କାହାକୁ ସାହାଯ୍ୟ କରୁଛ, ସିଏ ଆପଣଙ୍କୁ ନିଶ୍ଚିନ୍ତ ସାହାଯ୍ୟ କରିବେ। ତେବେ ମନ ଭିତରେ ଖୋଲା ମନରେ ସାହାଯ୍ୟ କରନ୍ତୁ ଲୋକଙ୍କୁ। ଯାହା ବି ଦେଉଛନ୍ତି କାହାକୁ 10 ଟଙ୍କା ବି ଦିଅନ୍ତୁ, ମନ ଖୋଲା ରଖି ଦିଅନ୍ତୁ। ମନ ଭିତରୁ କେବେ ଭାବନ୍ତୁ ନାହିଁ କି ମୁଁ 10 ଟଙ୍କା ଦେଲେ ମୋ 10 ଟଙ୍କା କମିଯିବନି ମୋ ପାଖରୁ। ଏ ଜିନିଷ ଆଜିକାଲି ଲୋକ ବହୁତ ଭାବୁଛନ୍ତି। ଆଉ ଦୟାକରି ଆପଣମାନେ ଯେଉଁ କରୁଛନ୍ତି ସବୁ, ଯାହାକୁ ଦାନ ଦେଉଛନ୍ତି, କୌଣସି ଗୋଟେ ଗରିବର ଆପଣମାନେ ଫାଇଦା ଉଠାଉଛନ୍ତି। ଯାଉଛନ୍ତି ତାଙ୍କ ଘରକୁ କିଛି ପଇସା ଦାନ ଦେଉଛନ୍ତି, ସେ ଜିନିଷକୁ ଭିଡ଼ିଓ ବନାଉଛନ୍ତି, ତାକୁ ଭିଡ଼ିଓ ଅପଲୋଡ଼ କରୁଛନ୍ତି ସୋସିଆଲ ମିଡ଼ିଆରେ, ତା ଦେହରୁ ଆପଣମାନେ ପଇସା କମାଉଛନ୍ତି। ତ ଆପଣମାନେ କ'ଣ ଲାଭ ପାଉଛନ୍ତି? ଆପଣ ତ ସମସ୍ତଙ୍କ ଆଗରେ ଜଣେଇ ଦେଲେ ନା କି ଦେଖନ୍ତୁ ଆମର ଓକାତ ଏତିକି, ଆମେ ଦାନ ଦେଲୁ, ଭିଡ଼ିଓ ବନେଇଲୁ, ତା ଦେହରୁ ଆମେ ଯଦି କାହାକୁ 1000 ଟଙ୍କା ଦେଲୁ, ଆମେ ତା ଦେହରୁ ଆମେ 10,000 ଟଙ୍କା କମେଇଲୁ। ଆପଣମାନେ ନିଜେ ଦେଖନ୍ତୁ ନା, ଆପଣ ଯାହା ସବୁ କରୁଛନ୍ତି ନା, କେବେ ଠିକ୍ କାମ କରୁନାହାନ୍ତି। ଆପଣ ଏଇଟା ମନ ଭିତରେ ନିଶ୍ଚିନ୍ତ ରଖିବେ। ଏଇଟା ବହୁତ ବଡ଼ ଭୁଲ କାମ। ଏମିତି କାମ କାହା ସହିତ କରନ୍ତୁ ନାହିଁ। କାହିଁକି ନା ଗୋଟେ ଗରିବର ଆପଣମାନେ ଫାଇଦା ଉଠାଉଛନ୍ତି। ସେ ଜଣେ ଗରିବ, ଆପଣଙ୍କୁ ସେତିକି ତା ମନ ଭିତରେ ଅଛି ଯେ ମୁଁ ଯଦି ଜଣକୁ କିଛି ମାଗିବି ତାହେଲେ ମୋତେ କିଛି ମିଳିବ। ସେ ଆପଣଙ୍କ ଠାରୁ ଏ ଜିନିଷ କେବେ ଆଶା କରିନଥିବ କି ମୁଁ ଜଣକୁ କିଛି ମାଗିଲେ ସେ ମୋର ଭିଡ଼ିଓ ବନେଇବ। ତାକୁ କ'ଣ ରହିବ ତାର ଇମେଜଟା? କିଛି ରହିବ କି? ଯଦି ମୁଁ ଯଦି ଗରିବ ବୋଲି, ମୋ କତିରେ ପଇସା ପତ୍ର ନାହିଁ ବୋଲି ମୁଁ ଜଣକୁ ପଇସା ଯଦି ମାଗୁଛି, ସେ ମୋର ଭିଡ଼ିଓ ବନାଉଛି। ଏଇଟା କେବେ ଏମିତି କାମ କରନ୍ତୁ ନାହିଁ। ଏଇଟା ସମ୍ପୂର୍ଣ୍ଣ ଭାବେ ଭୁଲ।
एमती कले आपण को जहाँ भी आपण पाखे किसी अच्छी ना से किसी रही सबू चली जीवन में आपण पाखे किसी बचन सबू पलैज यहाँ मन रखी था। भिडटी शेष पर्यंत देखि आपण मानक अशेष अशेष धन्यवाद। जदि मोर ये भिडटी आपण मानक भल लगी लाइक करेंगे सांग मानक मध्य शेयर करेंगे। जदि आपण आम चैनल प्रथम थर पर आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल रे क्लिक करेंगे कारण आम चैनल जदि केबे नुआ मोटिवेशनल वीडियो छड़ा जीवो आपण सर्वप्रथमे देखि पारिबे। धन्यवाद। जय जगन्नाथ। आउ गोटे कथा सांग माने सुनी रखंतु जदि मु जो कथा आपण मानु कहली जदि किछि आपण मानु खराब लागिथिबो सान भाई भाभी क्षमा करि देबे। जय जगन्नाथ।